ଯୁବତୀଙ୍କ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କଲା ରସିକିଆ ପ୍ରେମିକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନାଧୀନ ବାଲିଆପଳ ଗ୍ରାମରେ, ଯାହାକୁ ନେଇ ଯୁବତୀ ଜଣକ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗ୍ରାମର ଅଜୟ କୁମାର ସାହୁଙ୍କ ପୁଅ ସିଦ୍ଧାର୍ଥ କୁମାର ସାହୁ ଦୀର୍ଘ 5 ବର୍ଷ ହେବ ଯୁବତୀ ଜଣଙ୍କୁ ଭଲ ପାଇ ଆସୁଥିଲେ ଏବଂ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ତାଙ୍କୁ ନେଇ କିଛି ଦିନ ବାହାରେ ମଧ୍ୟ ରଖିଥିଲେ। କିନ୍ତୁ କିଛି ଦିନ ହେବ ଯୁବତୀ ଜଣକ ସିଦ୍ଧାର୍ଥକୁ ବାହା ହେବା ପାଇଁ କହିବାରୁ ତାଙ୍କ ସହ ପ୍ରତାରଣା କରିଥିଲେ। ଏନେଇ ଯୁବତୀ ଜଣକ ଗତକାଲି ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା। ବରୀ ପୋଲିସ 253/26 ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଥିବାର ସୂଚନା ମିଳିଛି। ସିଦ୍ଧାର୍ଥ କୁମାର ସାହୁ ଯିଏକି ମୋତେ 5 ବର୍ଷ ହେଲାଣି ଭଲ ପାଉଥିଲେ ଯେହେତୁ ମୁଁ ଟାଉନରେ ଜବ୍ କରୁଥିଲି, purple.com ମୁଁ ଜବ୍ କରୁଥିଲି। ସେଠିକି ସେ ଯାଆନ୍ତି ସବୁବେଳେ। ସେ 5 ବର୍ଷ ହେଇଗଲାଣି ତାଙ୍କର ମୋର ରିଲେସନ୍ ଥିଲୁ। କିଛି ଏଇ ମାସେ ତଳେ ସେ ମୋତେ କହିଲେ ତୁ ଜବ୍ରୁ ରିଜାଇନ୍ ଦେଇଦେ, ମୁଁ ତୋତେ ବାହା ହେବି। ମୁଁ କହିଲି ବାହା ହେବି, ଘରେ କଥା ହେଇକି ତ ବାହା ହବ ନା ଘରେ ତ ରାଜି ହେବେନି, ଆମ ରେଜିଷ୍ଟର ମ୍ୟାରେଜ୍ କରିଦେବା ତାପରେ ସବୁ ରାଜି ହେବେ। ସେ ଏମିତି କହିକି ମୋତେ, ଯେହେତୁ 5 ବର୍ଷ ହେଲାଣି ଭଲ ପାଉଛି ତ ବିଶ୍ୱାସ ଆସିଲା। ମୁଁ ଯେହେତୁ ତା ସହିତ ଗଲି ଜବ୍ରୁ ସ୍ପଟ୍ ରିଜାଇନ୍ ଦେଲି, ସେ ମୋତେ ନେଇକି ତା ଭୁବନେଶ୍ୱରରେ ଭାଇ ଭାଉଜଙ୍କ ପାଖରେ 15 ଦିନ ରଖିଲା। 15 ଦିନ ରଖିଲା ପରେ ମୋତେ ସେ ପୁଣି ଆସିଲା, ତାଙ୍କ ଘରେ କଥା ହେଲା, ତାଙ୍କ ଘରେ କ'ଣ ରାଜି ହେଲେନି, କହିଲେ ଟାଇମ୍ ଲାଗିବ। ସେ ମୋତେ କହିଲେ କି ଟିକେ ଟାଇମ୍ ଲାଗିବ। ତା ଭାଇ ଭାଉଜ ରାଜି ଥିଲେ, କେବଳ ତାଙ୍କ ଘରେ ରାଜି ନଥିଲେ। ତାଙ୍କ ବାପା ମା ଆଉ ଯେଉଁ ଭାଇ ଥିଲେ ସେ ରାଜି ନଥିଲେ। ତାପରେ ସେଠି ତାଙ୍କ ଭାଇ ଘର ଭଡ଼ା ନେଇକି ରହୁଥିଲେ ନା, ଛୋଟ ରୁମ୍, ଆଡ଼ଜଷ୍ଟମେଣ୍ଟ ଟିକେ ହେଉନଥିଲା। ତ ସିଏ ସେଠୁ ମୋତେ ଟାଉନକୁ ନେଇ ଆସିଲେ, ଯେଉଁଠି ମୁଁ ଜବ୍ କରୁଥିଲି ରେଣ୍ଟରେ ରହୁଥିଲି। ନେଇ ଆସିଲେ, ଆଣିକି କହିଲେ କି ତୁ ଏଇଠି ଥା, ମୋର ଭଉଣୀ ବାହାଘର ଅଛି 21 ତାରିଖ, ଜୁଲାଇ 21ରେ ଭଉଣୀ ବାହାଘର ଅଛି, ଜୁନ୍ 21ରେ। ତ ତା ବାହାଘର ସରିଲେ ଆମେ କଥାବାର୍ତ୍ତା କରିକି ବାହାଘର ହେବ। ତ ମୋତେ ଏମିତି ପ୍ରତିଶ୍ରୁତି ଦେଇ ରଖି ସାରିଲା ପରେ ମୁଁ କିଛି ଦିନ ରହିଲା ପରେ ପୁଣି ଯେତେବେଳେ ତାଙ୍କ ବାହାଘର ସରିଗଲା, ମୁଁ ୱେଟ୍ କରିଥିଲି, ଧୈର୍ଯ୍ୟ ଧରିକି ୱେଟ୍ କରିଥିଲି। ଯେହେତୁ ସମସ୍ତେ ଜାଣି ସାରିଲେଣି, ଏମିତିରେ ମୁଁ ସମସ୍ତେ ଗାଁରେ ସାହି ଭାଇ ସମସ୍ତେ ଜାଣି ସାରିଲେଣି। ପୁଣି ଯେତେବେଳେ କହିଲି ସେ ମୋତେ ମନା କଲା କି ନା ଆମ ଘରେ ରାଜି ହେଉନାହାନ୍ତି, ମୁଁ ତୋତେ ବାହା ହେବିନି। ମୁଁ କହିଲି ତ ସେଇଟା ମୋତେ ଫାଷ୍ଟରୁ କହିବାର ଥିଲା ନା, ମୋ ସହିତ ଏତେ କଥା କ'ଣ ପାଇଁ କଲ? ମୁଁ ଗୋଟେ ଝିଅ, ମୋର ତ ଇଜ୍ଜତ ଅଛି ନା, ମୋ ଇଜ୍ଜତ ବଢ଼ିଲା। ତମ ପୁଅ ସିନା କେବେ ବାହା ହେଇଯିବ, ମୁଁ ତ ଗୋଟେ ଝିଅ, ମୋତେ କିଏ ବାହା ହେବ? ଏତେ କଥା ଜାଣିଲା ପରେ ମୋର ତ ଇଜ୍ଜତ ଅଛି ନା। ତାପରେ ଏଇ କଥା ମୋତେ ବ୍ଲକ୍ କରିଦେଇଛି। ଆଜିକୁ 2 ଦିନ ହେବ 3 ଦିନ ହେବ ମୋତେ ବ୍ଲକ୍ କରିଦେଇଛି। ମୋ ସହିତ କଥା ହେଉନି। ମୁଁ ଯେତେ ନମ୍ବରରୁ ତାକୁ ଫୋନ୍ କରୁଛି ସେ ମୋତେ ବ୍ଲକ୍ କରୁଛି। ତାପରେ ମୁଁ କ'ଣ କରିବି ଆଉ? ମୁଁ କାହାକୁ ଏ କଥା କହିବି? ମୁଁ ଥାନାକୁ ଗଲି। ମୁଁ ଥାନାକୁ ଗଲା ପରେ ହଁ, ତାଙ୍କ ଘରକୁ ମୁଁ ଯାଇଥିଲି 28 ତାରିଖ, ମାନେ କାଲି ଯାଇଥିଲି ହେଲା। ଘରକୁ ଯାଇଥିଲି, ତାଙ୍କୁ ଡାକିଲା ପରେ ତାଙ୍କୁ ଡାକିଲି। ମୁଁ ତା ଘରକୁ ତ ଯିବି ନା। ତା ଘରକୁ ଯିବା ପରେ ମୁଁ ତାଙ୍କୁ ଡାକିଲା ପରେ ତାଙ୍କ ଘରେ ସିଏ ଆସିଲା ପରେ ମୁଁ ତାଙ୍କୁ କହିବାରୁ ସେ ମୋତେ ଧକ୍କା ମାରି ବାହାର କରିଦେଲା। ତାଙ୍କ ଘରକୁ ଗଲି, ସେ ବାହାରକୁ ଆସିଲା। ବାହାରକୁ ଆସିକି ମୁଁ ତାକୁ ଯେତେବେଳେ ଏଇ କଥା କହିଲି, ମୁଁ ଏବେ କୁଆଡ଼େ ଯିବି, ମୋତେ ଏବେ କିଏ ନେବ, ତୁ କହ, ତୁ ତ ମୋତେ ନେଇଥିଲୁ ନା, ଏମିତି କହିକି ମୁଁ ଯେତେବେଳେ କହିଲି, ସେ ମୋତେ କହିଲା ତମର ଛୋଟ ଜାତି, ଆମ ଜାତିର ନୁହଁ, ତ ଆମେ ବାହାଘର ଆମର କରିବେନି, ଛୋଟ ଜାତି, ଏମିତି ସେମିତି ଗାଳି ଦେଇ ମୋତେ ସେଠୁ ଧକ୍କା ମାରି ବିଦା କରିଦେଲେ। ଥାନା ଦିନ 2ଟାରୁ ଆମେ ବସିଛୁ, ରାତି 10ଟା ହେଇଗଲାଣି। IAS ଆସିନଥିଲେ। ତାପରେ ଆସିଲେ ପୁଣି। ଆମେ ଯେତେବେଳେ କହିଲୁ, ସିଏ ଆମକୁ 3ଟା ଅପସନ୍ ଦେଲେ। କହିଲେ ପଇସା ନେଇକି ନ୍ୟୁଟ୍ରାଲ୍ କର, 5 ଲକ୍ଷ 10 ଲକ୍ଷ କେତେ ନେବ, ଆଉ ନା କେସ୍ କରିବ ନା ତାକୁ ବାହା ହେବ। ମୁଁ କହିଲି ପଇସାଠୁ, ମୋ ଇଜ୍ଜତଠୁ କ'ଣ ପଇସା ଏତେ ବଡ଼? ପଇସା ନେଇକି ମୁଁ ଚୁପ୍ ହେଇଯିବି? ମୋତେ ନ୍ୟାୟ ଦରକାର। ସେଇଠୁ ସେ ପୁଣି ୱେଟ୍ କରିବାକୁ କହିଲେ ଯେମିତି ତାଙ୍କୁ କହିଲେ ଡାକିବା ପାଇଁ। ସିଏ ଟୋଟାଲି, ତାଙ୍କ ଘର ଲୋକ ସିଏ ଟୋଟାଲି ବାହାରୁ ନାହାନ୍ତି। ସିଏ କାଲିଠୁ ତା ଫୋନ୍ ସୁଇଚ୍ ଅଫ୍, ସେ ଏପର୍ଯ୍ୟନ୍ତ ଅନ୍ କରିନି।
ସିଏ ଟୋଟାଲି ବାହାରକୁ ହିଁ ବାହାରୁନି। ଏବେ ଆପଣ କ'ଣ ଚାହୁଁଛନ୍ତି? ମୁଁ ଏବେ ନ୍ୟାୟ ହିଁ ଚାହୁଁଛି। କ'ଣ ନ୍ୟାୟ ଚାହୁଁଛନ୍ତି? କେଉଁ ଟାଇପ୍ର ନ୍ୟାୟ ହେଲେ ଆପଣ ସେ ସିଏ ଯେଉଁ ଭୁଲ କରିଛି ତାର ପନିସମେଣ୍ଟ ପାଉ, ତାପରେ ସେ ମୋତେ ମ୍ୟାରେଜ୍ ବି କରୁ। ମୋତେ କିଏ ବାହା ହେବ? ମୋର ଯେଉଁ ଇଜ୍ଜତଟା ଯାଇଛି ମୋତେ କିଏ ବାହା ହେବ? ମୋତେ ସେ ପଇସାର ପାୱାର ଦେଖାଉଛନ୍ତି। ରାଜନୀତି ଆମେ ଅଛୁ, ଧମକ ଦେଉଛନ୍ତି। ଆମେ ରାଜନୀତି ଲୋକ, ଆମର କେହି କିଛି କରିପାରିବେନି, ଆମ ହାତରେ ସବୁ। ଆଉ ଆମ ପାଖରେ କିଛି ନାହିଁ ନା, ଆମେ ଗରିବ ଲୋକ ନା, ତ ସିଏ ଆମକୁ ରାଜନୀତିର ଧମକ ଦେଉଛନ୍ତି। ପଇସା ଅଛି ତ ଏଇସବୁ ଧମକ ସିଏ ଦେଉଛନ୍ତି। ଝିଅକୁ ଭଲ ପାଉଥିଲା ଗୋଟେ ପୁଅ, ତାଙ୍କ ନାଁ ହେଲା ସିଦ୍ଧାନ୍ତ ସାହୁ। ସେ 5 ବର୍ଷ ହେଲା ଭଲ ପାଉଥିଲା। ତାକୁ ମଝିରେ ନେଇକି କେଉଁଠି ରଖିଲା, ଭୁବନେଶ୍ୱରରେ ରଖିକି କହିଲେ ବାହା ହେବ ବୋଲି କହିଲା ମୋର ଗୋଟେ ଭଉଣୀ ବାହା ହେଇସାରୁ ଆମେ କୋର୍ଟ ମ୍ୟାରେଜ୍ କରିବା। ତାକୁ ଏଇଭଳିଆ ପ୍ରତିଶ୍ରୁତି ଦେଇକି ରଖିଲା ପରେ ତା ଭଉଣୀ ବାହା ହେଇସାରିଲା। ଆମ ଝିଅ କହିଲା ଚାଲ କୋର୍ଟ ମ୍ୟାରେଜ୍ କରିବା। କହିଲା ମୋ ଘରେ ରାଜି ହେଉନାହାନ୍ତି। ଝିଅ କହିଲା ନା, ସେ ପୁଅ କହିଲା କି ମୁଁ ବାହା ହେମିନି, ଆମ ଘରେ ରାଜି ହେଉନାହାନ୍ତି, ଆଉ ତୁ ପଳା। ଆଉ ଚମାର ମମାର କହିଲା ମୋ ଝିଅ ସେଠୁ କାନ୍ଦିକି ଆସିକି ତା ଦୁଆରେ ଡାକିଲା। ଯେଉଁଠି ଥିଲା ସେ ସେଇଠୁ ପଳେଇଆଇଲା। ଟାଉନରେ ଆଗେ ଫେର ଭୁବନେଶ୍ୱରରେ ରଖିଥିଲା, ଟାଉନରେ ଫେର ରଖିଲା। କାହିଁକି ପୁଣି ତାଙ୍କ ଦୁଆରେ ଆସିକି ଯେମିତି ଡାକିକି କାନ୍ଦିଲା, ତାକୁ ଧକ୍କା ମାରିକି ବିଦା କରିଦେଲା। କହିଲା ତୁ ପଳା, ଚମାର ମମାର କହିକି ବିଦା କରିଦେଲା। ବିଦା କରିଦେଇ ସାରିଲା ପରେ ମୋ ଝିଅ କାନ୍ଦୁଛି ବୋଲି ମୋତେ ଲୋକ ଆସିକି କହିଲେ ତାଙ୍କ ଦୁଆରେ ଏମିତି ମାରୁଛନ୍ତି। ମୁଁ ସେଠୁ ମା ହେଇକି ସହିପାରିବି? ମୁଁ ଗଲି ଯେମିତି ମୋ ଝିଅକୁ ନେଇକି ଆସିନି। ମୁଁ କହିନି ଆମେ ତାଙ୍କ ସାଙ୍ଗରେ ଲଢ଼ି ପାରିବାନି, ଆମର ସେମିତି ଆମେ ଗରିବ ଲୋକ, ଆମେ ଚାଲ ଆଇନ ଆଶ୍ରୟ ନେବା। ମୋ ଝିଅକୁ ନେଇକି ଥାନାକୁ ଗନି। ଥାନାବାଲା କହିଲେ ବସିନୁ, IAS ଆସନ୍ତୁ। IAS ଆସିଲେ, ଏମିତି ଆମକୁ ପଚରା ପଚରି କଲେ। ମୁଁ ସବୁ କହିନି। କହିସାରିଲା ପରେ ପୁଣି କହିଲେ ତମେ 3ଟା ଅପସନ୍ ଦେଲେ। କହିଲେ ତମେ ପଇସା ପତ୍ର ନେଇକି ନ୍ୟୁଟ୍ରାଲ୍ କରିବ, ନା ସେ ପୁଅକୁ ବାହା ହେବ, ନା ତାକୁ ଥାନାରେ ପୁରେଇବ। ମୋ ଝିଅକୁ ମୁଁ କହିନି ପଚାର, ମୋ ଝିଅ ଯାହା କହିବ, ମୋ ଝିଅର ଖୁସିରେ ଆମେ ଖୁସି। ମୋ ଝିଅ ଯାହା କହିବ, ତା ଇଜ୍ଜତ ଯେଉଁଠୁ ଯାଇଛି, ଆଉ ସିଏ ଝିଅ ମୋର ଯାହା କହିବ। ଝିଅକୁ ପଚାରିଲେ, ଝିଅ କହିଲା କି ମୋର କିଛି ଦରକାର ନାହିଁ, ସେ ପିଲାକୁ ଡାକ, ମୋର ବାହା ହେମି। ସେ ପିଲା ଖାଲି ନୁଚିଲା। ଥାନାବାଲା ବି ତାଙ୍କ ଘରକୁ ଲୋକ ପଠେଇଲେ, ସେ ବି ନୁଚିଲା, ଗଲା ନାହିଁ। ତାପରେ ତାଙ୍କ ଘରେ ଗାଡ଼ି ପଶିଲା, ତଥାପି ସେ ଗଲେନି। ତାଙ୍କ ପୁଅ କୁଆଡ଼େ ନୁଚିଛି, ଆମେ ଆଉ କ'ଣ କରିମୁ? ଏବେ ଆମେ ନ୍ୟାୟଟା ଚାହୁଁଛୁ। ମୋ ଝିଅର ନ୍ୟାୟ ଦରକାର, ସେ ନ୍ୟାୟଟା ଆମେ ଚାହୁଁଛୁ। ତାଙ୍କ ପରିବାର ଲୋକ କେହି ଆସିନଥିଲେ, ଖାଲି ସେ ପୁଅଟା ଆସିକି ଧକ୍କା ମାରିକି ବିଦା କରିଦେଲା। ପରିବାର ଲୋକ ସହିତ କୌଣସି ଆଲୋଚନା ହେଇନା, ପରିବାର ଲୋକ ସହ ଆଲୋଚନା ହେଇନି। ତମର ଯୋଉ ତାଙ୍କ ପରିବାର ତରଫରୁ କେହି କିଛି, ଝିଅ ଗଲା ପରେ କେହି କିଛି ଇଏ କରିଥାନ୍ତି? ନା, ତାଙ୍କ ପରିବାର କେହି ଯାଇନାହାନ୍ତି। ତାଙ୍କ ବାପାଙ୍କ କତିକି ବି ପୋଲିସ ଆସିଲେ, ସିଏ ବି ଗଲେନି। ପଇସା ଦେଇକି ଚାପି ଦେବାକୁ ଆମେ କିନ୍ତୁ କ'ଣ କରିବୁ? ନ୍ୟୁଟ୍ରାଲ୍ କରିବା ପାଇଁ ଆସିଛି। ତାଙ୍କ ଥାନାକୁ ଯାଇଥିଲେ ନା, ସେ ପଇସା ଯାଚୁଛନ୍ତି। ଆମେ ପଇସା ତ ନେବୁନୁ। ପଇସା ନେଇକି କ'ଣ କରିବୁ? ମୋ ଝିଅର ଇଜ୍ଜତ ଯାଉଛି ନା, ପଇସା ନେଇକି ଆମେ କ'ଣ କରିବୁ? ଆମେ ନ୍ୟାୟଟା ଚାହୁଁଛୁ। ପୋଲିସ ତ ନ୍ୟାୟ ଦେଇଥିଲେ, ସେଇଦିନ ଆମେ ରାତି 11ଟା ପର୍ଯ୍ୟନ୍ତ ବସିନୁ, ସେ ନ୍ୟାୟ ଦେଇଥାନ୍ତେ ନା। ସିଏ ପୋଲିସ ବି ସେମିତି ସପୋର୍ଟରେ ନାହାନ୍ତି। କ'ଣ କରିମି ଆଉ? ମୁଁ ଥାନାରେ ବସିକି ରହିବି। ସେ କେଉଁଦିନ SP କତିକି ଯିବୁ, ଆଉ କ'ଣ କରିବୁ? ବ୍ୟାସନଗରରୁ ପ୍ରଦ୍ୟୁମ୍ନ କୁମାର ବୋଇତାଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।